ଓଡ଼ିଶାର ଗର୍ବ, ଭାରତର ଚତୁର୍ଧାମ ଓ ଅନେକ ରହସ୍ୟ ଗୁହାରର ନିବାସ ଶ୍ରୀ ଜଗନ୍ନାଥ ମନ୍ଦିର। ଏହି ମନ୍ଦିର ନିର୍ମାଣ ହୋଇଥିଲା 12ତମ ଶତାବ୍ଦୀରେ ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ସେ ତାଙ୍କର ରାଜଧାନୀ କଟକଠାରୁ ପୁରୀକୁ ବୈଷ୍ଣବ ଧାମ ଭାବେ ଗଠିତ କରୁଥିଲେ। ମନ୍ଦିରର ମୂଳ ଦେଉଳ ଅନ୍ତର୍ଗତ ଅଛନ୍ତି ତିନି ଭାଇ ଭଉଣୀ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା। ଜଣାଯାଏ ଯେ ଏହି ମନ୍ଦିର ଏକ ଅଦ୍ଭୁତ ଶିଳ୍ପ କୌଶଳର ଉଦାହରଣ। ଏଠାରେ ମନ୍ଦିର ଛାୟା ଦିନେ ପଡ଼େ ନାହିଁ। ଧ୍ୱଜା ସଦା ବିପରୀତ ଦିଗରେ ପଡ଼େ ଓ ଦ୍ୱାରପାଳରେ ଗରୁଡ଼ ସ୍ତମ୍ଭ ପାଖରେ ପୂଜା ହୁଏ, ନା କି ମନ୍ଦିରରେ। ଏହା ହେଉଛି ଏକ ମହାଶକ୍ତିର ବିଭୂତି, ଯାହା ଅନୁଭବ କରାଯାଏ ଯେ କେବଳ ଭକ୍ତି ଦ୍ୱାରା ପୁରୀ ଧାମ କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ଏହା ଏକ ଐତିହାସିକ, ଏକ ଆଶା ଓ ଏକ ଶ୍ରଦ୍ଧାର ଚିହ୍ନ। ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତେ ଓଡ଼ିଆ ଜନମାନସରେ ବସିଥାଏ। ଏହି ଇତିହାସ ହେଉଛି ମାତ୍ର ଶୁଭାରମ୍ଭ। ଜୟ ଜଗନ୍ନାଥ।